ଦେଖନ୍ତୁ ଆମେ ଯେଉଁ ପଞ୍ଚାୟତ ମାନ ସବୁ ବୁଲୁଛୁ ଆଉ ଧନ୍ୟବାଦ ଦେବି ଆପଣ ମିଡ଼ିଆ ବନ୍ଧୁମାନଙ୍କୁ। ଆପଣ ତୁରନ୍ତ ମଧ୍ୟ ସବୁ କଥା ମୋତେ ଜଣାଉଛନ୍ତି କେଉଁଠି କ'ଣ ଗ୍ରାଉଣ୍ଡ ହେଇଛି। ଆଜି ଯେଉଁ ତହସିଲ ଅଫିସରେ ଆସିଥିଲୁ, ତହସିଲଦାର ମ୍ୟାଡ଼ାମଙ୍କ ସହିତ ଆମେ ବସି ଡିସ୍କସନ୍ କଲୁ। ଆଡ଼ିସନାଲ ତହସିଲଦାରରେ ସୁପରଭାଇଜର ଥିଲେ। ଯେଉଁ 8ଟି ପଞ୍ଚାୟତରେ କ୍ଷତିଗ୍ରସ୍ତ ହେଇଛି, ସେଇ 8ଟି ପଞ୍ଚାୟତରେ ଯେଉଁ ତଳା ଗୁଡ଼ାକ ନଷ୍ଟ ହେଇଯାଇଛି ତାକୁ ଆରଆଇଙ୍କ ଦ୍ୱାରା ତୁରନ୍ତ ଆକଳନ କରାଯିବା ସହିତ ଯେଉଁ ଘର ଗୁଡ଼ିକ ଚାଳ ଘର ଗୁଡ଼ିକ ଯେଉଁ କଚ୍ଚା ଘର ଗୁଡ଼ା ଭାଙ୍ଗି ଯାଇଛି ତାକୁ ଇନକ୍ୱାରି କରି ତୁରନ୍ତ ପଲିଥିନ୍ ଦେବା ସହିତ ଏବଂ ପରବର୍ତ୍ତୀ ଅବସ୍ଥାରେ ଘର ଗୁଡ଼ା ଇନକ୍ୱାରି କରି ଦେବା ପାଇଁ ଲୋକମାନଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଁ ତାଙ୍କୁ କହିଛି। ଏବଂ ସିଏ ମଧ୍ୟ ତହସିଲଦାର ମ୍ୟାଡ଼ାମ କହିଛନ୍ତି ଆମେ ତୁରନ୍ତ ଅର୍ଡ଼ର କଲେ ଯେ ସବୁଆଡ଼େ ଯେଉଁଠି ଯାହା ଅସୁବିଧା ହେଇଛି ତାକୁ ଇଏ କରିକି ପଲିଥିନ୍ ସହିତ ଆପଣ ଯେଉଁ ଘର ଗୁଡ଼ା ଭାଙ୍ଗିଛି ଏବଂ ତା ସହିତ ଯେଉଁ ତଳା ନଷ୍ଟ ହୋଇଛି, ଆମର ଦେଖୁଥିବେ 10ଟି ପଞ୍ଚାୟତର ତଳା ସବୁ ନଷ୍ଟ ହେଇଯିବ। ଲୋକମାନେ ତାକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଏବଂ ଇନକ୍ୱାରି କରି ରିପୋର୍ଟ ଦେବା ପାଇଁ ତାଙ୍କୁ କହିଛି। ଦେଖନ୍ତୁ ଭଣ୍ଡାର ପୋଖରୀରେ ମୋର କର୍ତ୍ତବ୍ୟ, ମୋତେ ବିଧାୟକ କରିଛନ୍ତି, ମୁଁ ସାଧାରଣ ଲୋକ ପହଞ୍ଚିବା ମୋ ଦାୟିତ୍ୱ, ଗୁରୁ ଦାୟିତ୍ୱ। ସରକାର ମଧ୍ୟ ଗୁରୁ ଦାୟିତ୍ୱ। କେଉଁଠି ନା କେଉଁଠି କିଛି ବ୍ୟତିକ୍ରମ ହେଉଛି ଆପଣମାନେ ଜାଣିପାରୁଥିବେ। ଆମେ ଆପଣମାନଙ୍କ ମିଳିତ ସହଯୋଗରେ ମିଳିତ ଫାଇଟ୍ରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆମେ ଭିଡ଼ିଛନ୍ତି ଏବଂ ନ୍ୟାୟ ମଧ୍ୟ ଦେବା। କୌଣସି କ୍ଷେତ୍ରରେ ଆମେ ଛାଡ଼ିବା ନାହିଁ। ଯେପରି ବ୍ଲକରେ ଯେଉଁ କଥା ହେଇଛି, ବ୍ଲକରେ ମଧ୍ୟ ବହୁ କଥା ମୋତେ ଆସିଲାଣି, ତାକୁ ମଧ୍ୟ ଆମେ ଛାଡ଼ିବାନି। ଗ୍ରାଉଣ୍ଡ ରିପୋର୍ଟରୁ ନେଇ ତାକୁ ଆର୍ଡିସିଙ୍କ ପାଖରେ ଆମେ ମଧ୍ୟ ତାଙ୍କୁ ଜଣେଇଦେବା ଯେ କ'ଣ ଘଟିଛି। କାଲି ଗୋ ଖାଦ୍ୟ ଆସିଲା, ମୁଁ ତୁରନ୍ତ ଫୋନ୍ କରି କହିଛି ପଞ୍ଚାୟତକୁ ଦେଇକି ପିଓ ଏବଂ ଜିଆର୍ଏସ୍ ମାଧ୍ୟମରେ ପଞ୍ଚାୟତର ଯେଉଁମାନେ ସରପଞ୍ଚ ମାନେ ଅଛନ୍ତି ତାଙ୍କୁ ସହିତ ଧରି ତୁରନ୍ତ ଗୋଖାଦ୍ୟ ଦେବା ପାଇଁ। ୟାର ରିପୋର୍ଟ ଆପଣମାନେ ମୋତେ ଦେଇଛନ୍ତି। ଆପଣମାନେ ସବୁ ପଞ୍ଚାୟତ ବୁଲି ଗାଁ ଗାଁ ଲୋକଠୁ ରିପୋର୍ଟଟା ଆଣିବେ। ଇଏ ଯେଉଁ କହିଛନ୍ତି କାହାକୁ ଦେଇଛନ୍ତି ଚୁଡ଼ା ଏବଂ କାହାକୁ ଖାଇବାକୁ ଦେଇଛନ୍ତି, ମୋ ପାଖରେ ଯେତିକି ଖବର ଅଛି ଖାଲି ନପଙ୍ଗରେ ଗୋଟେ ଜାଗାରେ ରୋଷେଇ ହେଇଛି ତାଙ୍କର ଗୋଟିଏ ଦିନ ଏବଂ ନପଙ୍ଗରେ କିଛି ଶୁଖିଲା ଖାଦ୍ୟ ଦେଇଛନ୍ତି। ବାକି କେଉଁଠି ମୋ କତିର ଖବର ଅଛି ଦେଇନାହାନ୍ତି। ଆମେ ନିଶ୍ଚିତ ମୋ କଥା ଯାହା ଖବର ଅଛି ସେ 4 କୁଇଣ୍ଟାଲ ଚୁଡ଼ା କିଣିଛନ୍ତି ଏବଂ 40 କୁଇଣ୍ଟାଲ ପକେଇଛନ୍ତି ଏବଂ ତା ସହିତ ଯେଉଁ ରିପୋର୍ଟ ଦିଆହେଇଛି ଆମେ ତୁରନ୍ତ ଏକୁ ଲେଖି ଆର୍ଡିସିଙ୍କୁ ଦିଆଯିବ ତଦନ୍ତ କରିବା ପାଇଁ। କାଲି ଦେଖନ୍ତୁ ଆର୍ଡିର ସିସି ସମସ୍ତେ ଥିଲେ, ସମସ୍ତେ ରାସ୍ତା ଦେଖା ହେଇଛି, ତୁରନ୍ତ କରିବା ପାଇଁ କୁହାହେଇଛି। ଯେପରି ନହେଲେ ଆଗାମୀ ଦିନରେ ଲୋକମାନେ ୟାର ଉଚିତ